ଜୁନ୍ 2025 ସେ ମାସ ଯେତିକି ଖାସ୍ ଥିଲା ସେତିକି ଜୀବନ ବି ବଦଳେଇ ଦେଲା। ଆପଣ ବିଶ୍ୱାସ କରିବେନି, ସେଇ ଜୁନ୍ 2025ର ଭିଡ଼ିଓ ଏଇଟା। ଆମେ ଯାଉଥିଲୁ ଗୋଟେ ନେକ୍ସଟ ଟୁର୍ରେ ଝାରଖଣ୍ଡ ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ। ଏଇ ଟୁର୍ ସରିବାର 2-3 ଦିନ ଭିତରେ ଲାଇଫର ଗତିବିଧି ସବୁ ବଦଳିଗଲା। ଛାଡ଼, ସେ ସବୁ ତ ବହୁତ ପର୍ସନାଲ। ଆଉ ଏତେ ସବୁ ଏପଟ ସେପଟ ହେଲା ପରେ ଏ ଭିତରେ ମୋର ମ୍ୟାରେଜ ବି ସରିଯାଇଛି। ଆଉ ସବୁ ଭଲ ମନ୍ଦ କଥା ତ କହିହବନି। ଛାଡ଼ନ୍ତୁ, ଭଗବାନଙ୍କ ଭରସାରେ ସେ ସବୁ ଛାଡ଼ିକି ବର୍ଷେ ପରେ ମୁଁ ଆଜି ଭିଡ଼ିଓ ବନଉଛି। ବ୍ୟାଚଲର ଲାଇଫ ଆଉ ମ୍ୟାରେଡ୍ ଲାଇଫ ଏ ଦୁଇଟା ତ ଅଲଗା ଅଲଗା ୱେରେ ଭଲ। ଏଇ ଟୁର୍ର ପ୍ଲାନିଂ ସେମିତି କିଛି ନଥିଲା। ହଠାତ୍ ଡୋରି ଲାଗିଲା, ଡେଟ୍ ଫିକ୍ସ ହେଲା, ଟିକେଟ ମିଳିଲାନି। ହଁ, 12 ଘଣ୍ଟାର ତ ବାଟ, ଜେନେରାଲରେ ପଳେଇବା। କିନ୍ତୁ ଦୁଃଖର କଥା, ଆମର ଗୋଟେ ସାଙ୍ଗ, ପୁରୁଣା ପାର୍ଟନର ସନ୍ତ ଯାଇପାରିଲାନି। ମୁଁ କିନ୍ତୁ କାନ୍ଦିଛି, କିନ୍ତୁ ପରେ ଭାବିକି। ଏମିତି ମଜାମସ୍ତି ଭିତରେ ଭୁବନେଶ୍ୱରରେ ବୋର୍ଡିଂରୁ ଆମେ ଚଢିଲୁ। ଜେନେରାଲ ବଗିରେ ପାଦ ଦଉ ଦଉ ମୋର ସନ୍ତ କଥା ମନେ ପଡିଲା। ତ ଭାଗ୍ୟ ଭଲରେ ଯେମିତି ଗହଳି, ବିଶ୍ୱାସ କରିବେନି, ଆମେ 12 ଘଣ୍ଟା ସେଇ ଗୋଟେ ଜାଗାରେ ସେମିତି ଠିଆ ହେଇକି ଅଛୁ। ଦିନ 4ଟାରୁ ବସିଥିଲୁ, ପାଖାପାଖି ଭୋର 5ଟା ପାଖାପାଖି ଆମେ ପହଞ୍ଚି ଯାଇଥିଲୁ ଜୋଶୀଡି, ଝାରଖଣ୍ଡ। ଏଇ ଷ୍ଟେସନରେ ଗୋଟେ ଲୋକାଲ ଟ୍ରେନ ବି ଅଛି। ସେଟା ତ ସୁଭାଷ ବାବୁ ପଳେଇଲା, କେତେବେଳେ ଜଣା ପଡ଼ିଲାନି। ତ ଫ୍ରେଶ ହେଇ ବାହାରିଲୁ ଅଟୋରେ। 5ରୁ 7 କିଲୋମିଟର ବାଟ ହବ, 20 ଟଙ୍କା ପର ହେଡ୍। ଶ୍ରୀ ବୈଦ୍ୟନାଥ ବାବା ଧାମ, ଯାହାକୁ ରାବଣ ନିଜେ କୈଳାସରୁ ଆଣି ଏଠି ରଖିଦେଇଯାଏ। ଏଠାରେ ବର୍ଷ ସାରା ବାବାଙ୍କୁ ଜଳ ଅର୍ପଣ କରାଯାଏ, ଯେମିତିକି କାଉଡ଼ିଆ। ଏବେ ତ ଶ୍ରାବଣ ଆସିଗଲାଣି, ବହୁତ ଭିଡ଼ ହବ। ଆମେ ବି ଲେଟ୍ ନ କରି ଜଳପାତ୍ର କିଣି ପାଣି ଢାଳିବା ଲାଗି ଲାଇନରେ ଠିଆ ହେଲୁ। ସକାଳ ପ୍ରାୟ 8ଟା, ଏତେ ଗହଳି। ଖିଆ ନାହିଁ, ପିଆ ନାହିଁ। ଟ୍ରେନର 12 ଘଣ୍ଟା ଷ୍ଟାଣ୍ଡିଂ ଜର୍ଣ୍ଣି ଆସିଲା ପରେ ନନଷ୍ଟପ୍ ବାବାଙ୍କ ଦର୍ଶନ ଲାଗି ଲାଇନରେ ଛିଡା ହବା। ଦିନ 12ଟା ଆସି ବାଜିଲାଣି। ଭାଇ, ବିନା ପାଣିରେ ସବୁ ପାପ ଧୋଇ ହେଇଯିବ। କୁଆଡେ ଯାଉଛି ମୁଁ ଜାଣିପାରୁନି। ଅନଉନି, ଶୁଣୁନି, କିଛି ଜାଣିପାରୁନି। ଗହଳି ଦେଖୁଛନ୍ତି ତ? ଖାଲି ଆଜି ନୁହେଁ, ବର୍ଷ ଯାକ ଏମିତି। ଇଏ ଏମିତି ଏକ ପବିତ୍ର ଜାଗା ଯୋଉଠି ଜ୍ୟୋତିର୍ଲିଙ୍ଗ ଆଉ ସାମ୍ନାରେ ଶକ୍ତିପୀଠ ମାଙ୍କର ଅଛି। ବର୍ତ୍ତମାନ ଟାଇମ ଦିନ 4ଟା, ପାଖାପାଖି 5ଟା ଆଡକୁ ଆମେ ବାବାଙ୍କୁ ଜଳାଭିଷେକ କଲୁ, ପାଣି ଢାଳିଲୁ। ମନରେ ଗୋଟେ ଶାନ୍ତି ନେଇ ଆମେ ମନ୍ଦିର ବାହାରକୁ ଆସିଲୁ। ମନ୍ଦିର ଚାରିପଟେ ବୁଲିଲୁ, ବହୁତ ଟାଇମ ସ୍ପେଣ୍ଡ କଲୁ। ଦେଖୁ ଦେଖୁ ସନ୍ଧ୍ୟା ହେଇଗଲା। ଦେଖିବେ, ସବୁ ଶିବ ମନ୍ଦିର ଉପରେ ତ୍ରିଶୂଳ ଥାଏ, ହେଲେ ଏଠି ପଞ୍ଚଶୂଳ। ମୁଁ ଆଉ ଚିକିଟୁଣା ଶୋଇଛୁ। ଟାୟାର୍ଡ ହେଇକି ଚିକିଟୁଣାଙ୍କର ଆଜି ଦେହାନ୍ତ। ଆରେ ଭାବନି କୋଉ ମେଡିକାଲରେ ପଡିଛୁ। ଟାୟାର୍ଡ ଅଛୁ ସତ, କିନ୍ତୁ ଦର୍ଶନ ପରେ ହୋଟେଲରେ ନାସ୍ତା କରି ଇଭିନିଂ 7ଟା ଗୋଟେ ରୁମ୍ 1500 ଟଙ୍କା ଦେଇ ପଡିଛୁ। ଆମେ ବହୁତ ଦୁଃଖିତ, ସନ୍ତକୁ ଆମେ ମିସ୍ କରୁଛୁ। ଆଉ ଦୁନିଆରେ ନାହିଁ, ଦୁନିଆରେ ଅଛି କିନ୍ତୁ ଆମ ପାଖରେ ନାହିଁ, ନଥିଲା ଭଳିଆ। ସୁନୀଲ, ଚିକି, ମୁଁ 3 ଜଣ ଆସିଛୁ। ସୁନୀଲ ତ ଭିତରେ ବାଥରୁମରେ ଫ୍ରେଶ ହଉଛି।
ସତ ଏଇ ଦୁନିଆରେ ସନ୍ତ ନାହିଁ ତା ପାଇଁ ଆମେ ନା 2 ମିନିଟ୍ ନିରବର୍ତ୍ତନା କରିବା। ସୁନୀଲ କୁମାର ନାୟକ ଏଠି ବୁଲୁଛନ୍ତି। ଟାଟା କରିଦो, ଟାଟା କରିଦो। ବହୁତ ଟାୟାର୍ଡ ପରେ 1-2 କାମ ସରିଲା ପରେ ଏବେ 3 ନମ୍ବର କାମ ଡିନର। 3ଟା ପ୍ଲେଟ୍ 300 ଟଙ୍କା। ଖାଇବା ଠିକ ଠାକ ଚଳିବ। ନେକ୍ସଟ ଡେ ପାଇଁ କିଛି ପ୍ଲାନିଂ କରି ଶୋଇଲୁ। ଗୁଡ୍ ନାଇଟ୍। ଗୁଡ୍ ମର୍ଣ୍ଣିଂ। ଗୋଟେ ରାତିର ରେଷ୍ଟ ପରେ ଏବେ ହୋଟେଲ ରୁମ୍ ଛାଡ଼ିବାର ଟାଇମ୍ ଆସିଯାଇଛି। ନିଜର ନିତ୍ୟକର୍ମ ସବୁ ସାରି ବ୍ୟାଗ୍ ପତ୍ର ପ୍ୟାକ୍ କରିବେ ଭାଇ, ଯିବା ଆଜିର ଡେ। ଟିକେଟ ନା କୋଉଠି ଗଲେ? ଏଇଟେ ଓ ଗେଡା ନାଡୁ ଟିକେ ବୁଲାନ୍ତୁ ଓ ଗେଡା ନା ଆମେ କୋଉ ନାଚ हाथी का अंडा है उबाल के दूं। ବିଂଶ ଶତାବ୍ଦୀରେ ପ୍ରାୟ 146 ଫୁଟ ହାଇଟ୍ର ଗୋଟେ ମନ୍ଦିର ଯୋଉଠି ରାଧାକୃଷ୍ଣ ବେସିକାଲି ପୂଜା ପାଉଛନ୍ତି। ସେ ଟାଇମ୍ରେ 9 ଲକ୍ଷ ଟଙ୍କା ହେଇଥିବାରୁ ମନ୍ଦିର ନାଁ 9 ଲକ୍ଷ ମନ୍ଦିର। ନଅ ଲାଖ ମନ୍ଦିରର ପ୍ରାୟ 10ରୁ 15 କିଲୋମିଟର ପରେ ଅଲଗା ଡିରେକ୍ସନରେ ଅଛି ବାସୁକିନାଥ ତପୋବନ ତ୍ରିକୁଟ ପର୍ବତ। ଆମେ ପହଞ୍ଚିଗଲେ ତପୋବନରେ। ଫାଷ୍ଟ ତପୋବନ ହିଁ ପଡିବ। ଅଳ୍ପ ଟିକେ ଟ୍ରେକିଂ କଲା ପରେ ମଝିରେ ମଝିରେ ବହୁତ ଗୁଡେ ଛୋଟ ବଡ ମନ୍ଦିର ଅଛି ଯୋଉଟା ଦର୍ଶନ କରିକି ଆମେ ବାହାରୁଛୁ। ବହୁତ ଗଳିକନ୍ଦି ରାସ୍ତା। ଯେତେ ଉପରକୁ ଏକ୍ସପ୍ଲୋର କରି ଯିବେ ପଥର ପଥର ମଝିରେ କନ୍ଦି କନ୍ଦି ରାସ୍ତା, ସେଇ ଭିତରେ ଯିବାକୁ ତ ପଡିବ। ରାସ୍ତା ଟିକେ ରିସ୍କି ଅଛି, କିନ୍ତୁ ଯେତେ ଉପରକୁ ଆସିଥିବେ ସେତେ ତଳକୁ ଯିବାକୁ ପଡିବ। ମଝିରେ ଏମିତି ବହୁତ ସଂକୀର୍ଣ୍ଣ ଗଳି ଅଛି ଯୋଉଥିରେ ପଥର ଭିତରେ ଯିବାକୁ ପଡିବ। ଏଇଠୁ ଦେଖାଯାଉଛି ତ୍ରିକୁଟ ପର୍ବତ। ପ୍ରାୟ ବୋଧେ 5-7 କିଲୋମିଟର ହବ। ଜର୍ନି ଟାଇମ କମ, ମୋବାଇଲର ଚାର୍ଜ କମ। ଆମେ ସେପଟ ଲୋକେସନ ବୁଲିକି ବିନା ରେଷ୍ଟରେ କୌଣସି ହୋଟେଲ ନ ନେଇ ସେଇ ରାତାରାତି ପଳେଇ ଆସିଲୁ ପାରସନାଥ। ଆମେ ପ୍ରାୟ ଭୋର 4ଟା କି 5ଟା ଆଡେ ପହଞ୍ଚି ଯାଇଥିଲୁ ପାରସନାଥ ଷ୍ଟେସନ। ଜୋସିଡି ଟୁ ଗିରିଡି ଡିଷ୍ଟ୍ରିକ୍ଟ ପାରସନାଥ 105 କିଲୋମିଟର ଡିଷ୍ଟାନ୍ସ ପଡିଲା। ଟ୍ରେନରେ ସଫର କରିକି ରାତି ରାତି ପଳେଇ ଆସିଥିଲୁ। ଷ୍ଟେସନରୁ ଏନି ଟାଇମ ଆଭେଲେବୁଲ ଗାଡି 100-200 ଦେଇ ଆପଣ ଯାଇପାରିବେ। 30 କିଲୋମିଟର ବାଟ ଏକ ଜୈନ ତୀର୍ଥସ୍ଥଳୀ, ହାଏଷ୍ଟ ମାଉଣ୍ଟେନ ପିକ୍ ଝାରଖଣ୍ଡର ସାମେଦ ଶିଖରଜୀ ପାରସନାଥ। ବଡ ହିଲ ଷ୍ଟେସନ, ପୁରା ଘଞ୍ଚ ଜଙ୍ଗଲର ଟ୍ରେକିଂ, 30 କିଲୋମିଟର ଉପର ଯିବା ଆସିବା, ପୁଣି ବର୍ଷା। ଏହା ପାଇଁ ତ ଆମେ ପ୍ରିପେୟାର ହିଁ ନଥିଲୁ। ଖାଲି ମୋବାଇଲକୁ ସେଫରେ ରଖି ଟ୍ରେକିଂ କଲୁ, କାରଣ ଆମେ ବି ସେଇଦିନ ରିଟର୍ନ ଆସିବାର ଅଛି ଭୁବନେଶ୍ୱର। ଆମର ରିଟର୍ନ ଟିକେଟ କନଫର୍ମ ନଥିଲା। ଆମେ ଜେନେରାଲ ବଗିରେ ହିଁ ଯିବୁ, ତ ସେଥିପାଇଁ ସେମିତି ଗୋଟେ ଲୋକେସନ ମୁଣ୍ଡରେ ବି ଚାଲୁଥିଲା ଯୋଉଠୁ ଆମେ ଡାଇରେକ୍ଟ ଟ୍ରେନ ପାଇବୁ ଭୁବନେଶ୍ୱରକୁ, ସେଇଟା ବି ଷ୍ଟାର୍ଟିଂ ବୋର୍ଡିଂ ପଏଣ୍ଟରୁ। ଯେମିତିକି ଆମକୁ ସିଟ୍ ନ ମିଳୁ, ଆମେ ଯିବା ଟାଇମରେ ଯୋଉ ଅସୁବିଧା ଫେସ୍ କରିଥିଲୁ ସେଇଟା ନ ହଉ। ବିନା ରୁମ୍ ଆଉ ରେଷ୍ଟରେ ମୋବାଇଲରେ ନା ଚାର୍ଜ ଥିଲା ନା ପେସେନ୍ସ। ତ ଭିଡିଓ ସେତିକି ହେଲା ଯେତିକି ହେଇପାରିବା କଥା। ପାରସନାଥ ଏଇ ଜାଗାଟି ଜୈନ ଧର୍ମର ସବୁଠୁ ବଡ ତୀର୍ଥସ୍ଥଳୀ। ଉପରେ ହଉ କି ତଳେ ବହୁତ ସୁନ୍ଦର ସୁନ୍ଦର ଜୈନ ମନ୍ଦିର ଏଠାରେ ଅଛି। ଆଉ ଏମିତି ଥଣ୍ଡା ବର୍ଷାରେ ଏତେ ଉପରକୁ ଟ୍ରେକିଂ କରିବାରେ, ରିଟର୍ନ ଆସିବାରେ ଆମେ ଟ୍ରେନ ମିସ୍ କଲୁ। ତ ଷ୍ଟେସନ ଯିବାକୁ ହେଲେ ଆମେ ଧନବାଦ ଯିବାକୁ ପଡିବ, ଯୋଉଠି ଆମକୁ ଡାଇରେକ୍ଟ ଭୁବନେଶ୍ୱର ପାଇଁ ଟ୍ରେନ ମିଳିବ।
ତଳକୁ ଖସିଲା ପରେ ଟାଇମ୍ ତ ଓଭର ହେଇଯାଇଥିଲା। ପାରସନାଥ ଟୁ ଧନବାଦ ଟ୍ରେନ୍ ମିସ୍ କରି ଯାଇଥିଲୁ। ତ ବାଇ ବସ୍ରେ ଆମେ ପଳେଇଲୁ ଧନବାଦ। ଧନବାଦରୁ ଦିନ 3ଟା ପାଖାପାଖି ବେଳେ ଆମେ ଟ୍ରେନ୍ ଧରିଲୁ ଡାଇରେକ୍ଟ ଭୁବନେଶ୍ୱରକୁ। ଏତିକି ଥିଲା ଜର୍ଣ୍ଣି। ଗୋଟେ ଅଟୋଠୁ ନେଇ ଟ୍ରେନ୍ର ଟିକେଟ୍, ପାଣି ବୋଟଲରୁ ନେଇ ଖାଇବା ଶୋଇବା ସବୁଥର ମିଶେଇକି ଆପଣଙ୍କର ପ୍ରାୟ 2500ରୁ 3000 3-4 ଦିନ ପାଇଁ ଆରାମସେ ହେଇପାରିବ, ଯେମିତି ଆମର ହେଲା। ଆପଣମାନେ କେବେ ଇଚ୍ଛା ହେଲେ ନିହାତି ଆସିବେ। ଆଜି ପାଇଁ ଏତିକି, ବାଏ। ମହାଦେବଙ୍କ ଇଚ୍ଛାରେ ପୁଣି ନେକ୍ସଟ ଭିଡ଼ିଓରେ ଦେଖାହବ। ଜୟ ଜଗନ୍ନାଥ।